ସାଙ୍ଗମାନେ ଆପଣମାନେ କେମିତି ଅଛନ୍ତି? ମୁଁ ଆଜି ପୁଣି ଆଉ ଗୋଟେ ନୂଆ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ମୁଁ ଆଜି ଆପଣମାନଙ୍କ ପାଇଁ ନେଇ ଆସିଛି ମାର୍ଚ୍ଚ ମାସର ମାତୃ କମିଟି ବୈଠକର ରେଜୁଲେସନଟିକୁ। ତାହେଲେ ଆସନ୍ତୁ ଭିଡ଼ିଓଟିକୁ ଆରମ୍ଭ କରିବା। ଅଦ୍ୟତା 23/3/26 ତାରିଖ ଦିବା 1 ଘଟିକା ସମୟରେ ଆମ ଡ୍ୟାସ୍ ଅଙ୍ଗନବାଡ଼ି କେନ୍ଦ୍ରଠାରେ ଏଠାରେ ଆପଣମାନେ ନିଜ ଅଙ୍ଗନବାଡ଼ି କେନ୍ଦ୍ରର ନାମଟିକୁ ଲେଖିଦେବେ। ମାତୃ କମିଟିର ବୈଠକ ଡକାଯାଇଥିଲା। ଏହି ବୈଠକରେ ମାତୃ କମିଟିର ସମସ୍ତ ସଦସ୍ୟ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରଥମେ ଅଙ୍ଗନବାଡ଼ି କର୍ମୀ ଉପସ୍ଥିତ ଥିବା ସମସ୍ତ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇ ଆଜିର ସଭା କାର୍ଯ୍ୟକୁ ଆରମ୍ଭ କରିଥିଲେ। ମୁଖ୍ୟ ଆଲୋଚ୍ୟ ବିଷୟ, ମାର୍ଚ୍ଚ ମାସ ଆରମ୍ଭରୁ ଖରାର ପ୍ରକୋପ ଦିନକୁ ଦିନ ବଢ଼ିବାକୁ ଲାଗିଛି। ତେଣୁ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ସ୍ୱଚ୍ଛ ଓ ପରିଷ୍କାର ପାଣି 2ରୁ 3 ଥର କରି ପିଇବାକୁ ଦେବା ପାଇଁ ସ୍ଥିର କରାଗଲା। ଶିଶୁମାନେ ଯେପରି ସଫାସୁତୁରା ଡ୍ରେସ୍ ପିନ୍ଧି ଓ ପାଦରେ ଜୋତା ପିନ୍ଧି ନିୟମିତ କେନ୍ଦ୍ରକୁ ଆସନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିବ ବୋଲି କର୍ମୀ ଭଉଣୀ ଆଜିର ସଭାରେ ଜଣାଇଥିଲେ। ଗୃହ ପରିଦର୍ଶନ ସମୟରେ ପ୍ରତ୍ୟେକ ଶିଶୁମାନଙ୍କର କାର୍ଯ୍ୟକଳାପ ବିଷୟରେ ଅଭିଭାବକମାନଙ୍କ ସହିତ ଆଲୋଚନା କରି ଅଭିଭାବକମାନଙ୍କୁ ସେମାନଙ୍କ ଶିଶୁ ବିଷୟରେ ଜଣାଇଦେଲେ ସେମାନେ ଖୁସି ହେବା ସହିତ ନିୟମିତ କେନ୍ଦ୍ରକୁ ଶିଶୁମାନଙ୍କୁ ଛାଡ଼ିବା ପାଇଁ ଆଗ୍ରହ ପ୍ରକାଶ କରିବେ ବୋଲି ଆଜିର ବୈଠକରେ ସ୍ଥିର କରାଯାଇଥିଲା। ମାର୍ଚ୍ଚ ମାସରେ ହୋଲି ଉତ୍ସବ ପଡ଼ିଥିବାରୁ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁମାନେ ନିଜ ନିଜ ଭିତରେ ରଙ୍ଗ ଲଗାଇ ଉତ୍ସାହିତ ହୋଇଥିଲେ। ଏହାଦ୍ୱାରା ଶିଶୁମାନେ ରଙ୍ଗ ସହିତ ପରିଚିତ ହେବା ସହିତ ସେମାନଙ୍କର ଆବେଗିକ ଏବଂ ବୌଦ୍ଧିକ ଓ ସାମାଜିକ ବିକାଶ ହୋଇଥାଏ। ଏହିପରି ପ୍ରତ୍ୟେକ କାର୍ଯ୍ୟରେ ଏବଂ ପାଳନ କରାଯାଉଥିବା ପର୍ବଗୁଡ଼ିକରେ ମାତୃ କମିଟିର ସମସ୍ତ ସଦସ୍ୟ ଯୋଗଦେଇ ଶିଶୁମାନଙ୍କୁ ଉତ୍ସାହିତ କରୁଥିବାରୁ ଅଙ୍ଗନବାଡ଼ି କର୍ମୀ ମାତୃ କମିଟିର ସମସ୍ତ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ଆସନ୍ତା ମାସରେ ପ୍ରତ୍ୟେକ କାର୍ଯ୍ୟରେ ଯୋଗ ଦେବା ପାଇଁ ଆଜିର ସଭାରେ ଜଣାଇଥିଲେ। ଆଲୋଚନା ଶେଷରେ ଧନ୍ୟବାଦ ଜଣାଇ ସଭା ସାଙ୍ଗ କରାଗଲା। ଭଉଣୀମାନେ, ଆଶା କରୁଛି ଆଜିର ରେଜୁଲେସନଟି ନିଶ୍ଚିତ ଆପଣମାନଙ୍କର ପସନ୍ଦ ହେବ। ତାହେଲେ ପ୍ଲିଜ୍ ଗୋଟିଏ ଲାଇକ୍ କରିବେ ଏବଂ ମୋ ଚ୍ୟାନେଲରେ ଯଦି ନୂଆ ତାହେଲେ ସବସ୍କ୍ରାଇବ୍ ନିଶ୍ଚିତ କରିବେ। ଆଜିର ରେଜୁଲେସନଟି କିପରି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାଇବେ। ରହିଲି।